ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ପ୍ରହ୍ଲାଦ ପିତାଙ୍କ ବିରୁଦ୍ଧରେ ଯାଇ ମାନେ ପିତାଙ୍କ ଆଦେଶକୁ ନ ମାନି ସେ କିପରି ଜ୍ଞାନୀ ଏବଂ ପଣ୍ଡିତ ବୋଲାଇଲା ଏବଂ ସେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ଏବଂ ଶ୍ରେଷ୍ଠ ଭାବରେ ପୁରାଣରେ ପରିଗଣିତ ହେଲା। ତାଙ୍କର କ'ଣ ଥିଲା, କ'ଣ ପାଇଁ, ସେଇ ବିଷୟରେ ଆସନ୍ତୁ ଜାଣିବା। କଥାରେ ଅଛି, ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ ପିତରି ପ୍ରୀତିମା ପନ୍ନେ ପ୍ରିୟନ୍ତେ ସର୍ବଦେବତା। ଯଦି ପିତା ସ୍ୱର୍ଗ ପିତା ହିଁ ଧର୍ମ ପିତା ହିଁ ପରମ ତପ, ତାହେଲେ ଏତକ ଯଦି ପିତା, ତେବେ ସେଇ ପିତାଙ୍କ ବିରୁଦ୍ଧରେ କାହିଁକି ପ୍ରହ୍ଲାଦ ଗଲା? ପ୍ରହ୍ଲାଦଙ୍କର କ'ଣ ଜ୍ଞାନ ଯୁଗ ଘଟିଥିଲା? ଆସନ୍ତୁ ସେଇ ବିଷୟରେ ଜାଣିବା ଯେ ପ୍ରହ୍ଲାଦଙ୍କର କ'ଣ ଜ୍ଞାନ ଯୁଗ ଘଟିଥିଲା। ଗୀତାରୁ ଆସନ୍ତୁ ଜାଣିବା। ଭୂମିରାପୂର୍ଣ୍ଣଲୋ ବାୟୁଖଂ ବୁଦ୍ଧିରେବ ଚ ଅହଙ୍କାର ଇତ୍ୟଂ ମେ ଭିନ୍ନା ପ୍ରକୃତିଷ୍ଠଦା ଅପରୟମିତସ୍ତନ୍ୱଂ ବିଧି ମେ ପରାମ ଜୀବଭୂତଂ ମହାବାହୁ ୟୟଦଂ ଜଗତ। ଭଗବାନ ଗୀତାରେ କହୁଛନ୍ତି ଯେ ମୋର ଆଠଟିକୁ ନେଇକି ଅପରା ବା ଜୀବ ପ୍ରକୃତି। ଆଠଟି କ'ଣ ନା ପଞ୍ଚଭୂତ, ଆମେ ଜାଣିଛୁ ପାଞ୍ଚଟି ପଞ୍ଚଭୂତ, ଯେ ତା ଛଡ଼ା ଆଉ ଯେ ତିନୋଟି ରହିଲା, ଧର ଯେ ପଞ୍ଚଭୂତ ବାୟୁ ଅଗ୍ନି ଭୂମି ଜଳ और ଆକାଶ, ତେବେ ପଞ୍ଚଭୂତ। ये ପଞ୍ଚଭୂତ ଛଡ଼ା ଆଉ ଯେ ତିନୋଟି ରହିଲା ସେ ହେଉଛି ମନ ବୁଦ୍ଧି ଅହଙ୍କାର। ଆଚ୍ଛା, ଭୂମି ଜଳ ବାୟୁ ଅଗ୍ନି ଓ ଆକାଶ ଇଏକୁ ଆମେ ମାତୃ ପ୍ରକୃତି ବୋଲି ଜାଣିବା। ପିତୃ ପ୍ରକୃତି ହିସାବରେ ମନ ବୁଦ୍ଧି ଅହଙ୍କାରକୁ ଜାଣିବା। ଏଇ ତିନୋଟି କୁ ନେଇ ପିତୃ ପ୍ରକୃତି ଗଠିତ, ଯାହାକି ଜୀବ ମାନଙ୍କର ପାଖରେ ବିଶେଷ, ମାନେ ଜୀବ ଜଗତ ପାଖରେ, ଜୀବ ରୂପା ପାଖରେ ଏହା ବିଦିତମାନ ହୁଏ। ଯଦି ଏଇ ପିତୃ ପ୍ରକୃତିରେ ଯେ ମନ ବୁଦ୍ଧି ଅହଙ୍କାର, ଇଏ ତିନୋଟିରେ ଅହଙ୍କାର ଯାହାର ଇଏ ଅଧିକ ହେଲା ବା ଅହଙ୍କାର ପୂର୍ଣ୍ଣ ଯାହାର ହେଲା, ତାର ପିତୃଶକ୍ତି ହ୍ରାସ ହୁଏ। ଭଲ ପ୍ରକୃତି ଭଲ ଖରାପ ହୁଏ, ଭଲ ଖରାପ ବଢ଼ିଲେ ଭଲ ଡାଉନ ନିଶ୍ଚିତ ହେବ, କମିବ। ତେଣୁ ଅହଙ୍କାର ଯାହାର ଅଧିକ ଥିବ ସେ ପିତୃ ପଦବାଚ୍ୟ ମାନେ ପିତୃ ପ୍ରକୃତିର ନ୍ୟୁନଗାମୀ ହେବ। ତେଣୁ ସେଇଠି ଆମେ ଦେଖିବା ଯେ ଆମର ଜୀବ ରୂପା କ୍ଷେତ୍ରରେ ଆଉ କ'ଣ ରହୁଛି, ସେଇ ଗୀତାରୁ ଆଉ ଧାଡ଼ିଏ ନେଇକି ବୁଝିବା। ଗୀତାରେ ଅଛି, ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବରୁଦ୍ଧ୍ୟାମୁଚ୍ୟତେ ଭୂତ ଉଦ୍ଭବ କରୋ ବିସର୍ଗ କର୍ମ ସଂଗତ। ମାନେ ଜୀବମାନଙ୍କର ସତ୍ତାକୁ ଉତ୍ପନ୍ନ କରୁଥିବା ତ୍ୟାଗକୁ କର୍ମ କୁହାଯାଏ। ଆମର ଯେ ଜୀବ ଜଗତ କ'ଣ ତ୍ୟାଗ କରୁଛି, ସେଇଟା କର୍ମ। କ'ଣ ତ୍ୟାଗ କରୁଛି? ସେ ତ୍ୟାଗଟି ହେଉଛି ଯେଉଁଠି ଆମେ କହୁ ବାପା ମାଆଙ୍କ କ୍ଷେତ୍ରରେ ଆସୁଛି। ବାପା ମାନେ ଯେତେବେଳେ ପିଲା ଜନ୍ମ କରୁଛନ୍ତି ସେ ତ୍ୟାଗ କରୁଛନ୍ତି। ଗୋଟେ ଭଲ କଥା ଜାଣନ୍ତୁ, ଆମେ କାହାରି କୌଣସି ପିତାମାତାଙ୍କର ସନ୍ତାନ ନଥାଏ ବା କୌଣସି ପିତାମାତା ସନ୍ତାନ ଜନ୍ମ କରିବାର ସ୍ଥିତିରେ ନଥାନ୍ତି, ପୁରୁଷତ୍ୱ ନଥାଏ ଯାହା। ସେମାନଙ୍କୁ ତ ଅଲଗା କିଛି କୁହାହୁଏ, ମୁଁ ସେ କଥା କହୁନି। ତେଣୁ ଯେଉଁମାନଙ୍କର ସନ୍ତାନ ସନ୍ତତି ଗ୍ରହଣ ମାନେ ଇଏ କରିବାର ନଥାଏ, ସେମାନଙ୍କ ପାଖରେ କାହିଁକି ପିତା ଶକ୍ତି ଆସୁନି? ତାଙ୍କର କର୍ମ ନେଇକି ସେସବୁ ତ ଘଟେ, ପ୍ରାରବ୍ଧ କର୍ମ ଏବଂ ଭୋଗ ଏସବୁକୁ ନେଇ ଘଟେ। ତେଣୁ ଏଇଠି ଭଗବାନ କହୁଛନ୍ତି ଯେ ପିତୃଶକ୍ତି ହ୍ରାସ ହେଲେ ଏଇସବୁ ଘଟେ। ଏଇସବୁ ଘଟିବା ଯୋଗୁଁ ତାଙ୍କର ଏଇ ସ୍ୱଭାବ ଆସେ।
ଆଚ୍ଛା, ସେ କଥା ପରେ ଆଲୋଚନା କରିବା। ତେଣୁ ଯେଉଁମାନଙ୍କର ପିତୃଶକ୍ତି ଥାଏ ସେମାନଙ୍କର ପିତୃଶକ୍ତିଟା କ'ଣ ପାଇଁ ନା ତ୍ୟାଗ, କର୍ମ ତ୍ୟାଗ, ସନ୍ତାନ ମାନେ ଯେଉଁ ତ୍ୟାଗଟା ରହୁଛି ସେ ତ୍ୟାଗକୁ ତ କର୍ମ କୁହାଯାଉଛି। ସେଇଟା କ'ଣ ନା ବଂଶ ରକ୍ଷା, ବଂଶ ରକ୍ଷା କରିବା, ସଂସାରକୁ ଧାରଣ କରିବା। ବଂଶ ରକ୍ଷା ନହେଲେ ସଂସାର ଚାଲିବ କି? ଚାଲିବନି। ତେଣୁ ବଂଶ ରକ୍ଷା, ବଂଶ ପରେ ବଂଶ, ପିଢ଼ି ପରେ ପିଢ଼ି ରହିବାକୁ ସଂସାରରେ, ଏହାକୁ ତ୍ୟାଗ ରୂପକ କର୍ମ କହୁଛନ୍ତି ଭଗବାନ। ତେଣୁ ଏଇ କର୍ମକୁ ଯିଏ ଧାରଣ କରେ ସେ ପିତୃପଦବାଚ୍ୟ। କିନ୍ତୁ ଏଥିରେ ଯଦି ଅହଙ୍କାର ବଳିଆନ ହେଲା ତେଣୁ ସେଟା ପିତୃପଦବାଚ୍ୟକୁ ଯାଉନି, ସେଇଠି ପିତୃପଦବାଚ୍ୟ ଡାଉନ୍ ହେଉଛି। ସେଇ ଅହଙ୍କାର ଯେତେ ବଳିଆନ ହେବ ସେତେବେଳେ ସେ, ମୁଁ ଯେଟା କହିଲି, ପିତୃଶକ୍ତି ହ୍ରାସ ପାଇବ। ଆଉ ଗୋଟେ ଗୀତାରୁ ନବା, ମମୈବ ସାଂସୁ ଜୀବ ଲୋକ ଜୀବ ଭୂତ ସନାତ ମନଷଷ୍ଠାନି ଇନ୍ଦ୍ରାଣୀ ପ୍ରକୃତି ସ୍ଥାନେ କର୍ଷିତ। ଏଠାରେ ଭଗବାନ କହୁଛନ୍ତି ଯେ ମୋର ଗୋଟିଏ ଚିରନ୍ତନ ଅଂଶ ଜୀବ ଲୋକରେ, ଜୀବ ହୋଇ ପ୍ରକୃତିରେ ଅବସ୍ଥିତ। ତାହା କ'ଣ ନା 5ଟି ଇନ୍ଦ୍ରିୟ, ପଞ୍ଚେନ୍ଦ୍ରିୟ ଏବଂ ମନକୁ ନେଇ ସେଟା 6, ଷଷ୍ଠ ଇନ୍ଦ୍ରିୟ ଭଗବାନ କହୁଛନ୍ତି। ଆମେ ତ ପଞ୍ଚେନ୍ଦ୍ରିୟ କଥା କହୁ, କିନ୍ତୁ ଭଗବାନ କହୁଛନ୍ତି ସେ 5କୁ ନେଇ ଆଉ ଗୋଟେ ଯିଏ ମିଶୁଛି ମନ, ସେତେବେଳେ ସେ ଷଷ୍ଠ ଇନ୍ଦ୍ରିୟ ହେଉଛି। ଏଇ ଷଷ୍ଠ ଇନ୍ଦ୍ରିୟରେ ମନ ଏତେ ଜାଗତିକ ହେଇଯାଉଛି ଶରୀର ମନକୁ ନେଇକି, ସେ ନିଜକୁ ବହୁତ ବଡ଼ ଭାବୁଛି। ସେ ନିଜକୁ ମାନେ ସେଇଠି ତାର ଏତେ ଅହଂ ଭାବ ଆସୁଛି ଯେ ମୁଁ, ମୋର, ଏଇସବୁ ଏତେ ଅହଂକାର ଆସୁଛି। ତେଣୁ ସେ ସେଇଠି ବିଚ୍ୟୁତି ଘଟୁଛି। ସେଇଥିପାଇଁ ଭଗବାନ କହୁଛନ୍ତି ଯେ ମୁଁ ଯେତେବେଳେ ଯେଉଁ କାମ ପାଇଁ ଦେଇଛି, ତେଣୁ ତାକୁ ନାଶ କରିବା ପାଇଁ, ତାକୁ ବଳ ସବୁ ପ୍ରକାର ଦବା ପାଇଁ, ଯେ ଜଣେ ବିଭିନ୍ନ ପ୍ରକାର ରାସ୍ତା ଥାଏ, କଣ୍ଟକିତ ବି ଥାଏ, ଭଲ ରାସ୍ତା ଥାଏ। ତେଣୁ ରାସ୍ତା ବାଛି ଯିଏ ଯେଭଳିଆ ଚାଲେ ସେ ସେଭଳିଆ ଭୋଗ କରେ। ତେଣୁ ଅହଂ ଭାବ ଯେତେବେଳେ ଜାତ ହେବ ସେତେବେଳେ ମଣିଷ କ'ଣ କରେ? ଧରାଯାଉ ଜଣେ, ଧରାଯାଉ ଭଗବାନ ହେଲେ ମାଲିକ, ଗୋଟେ କୃଷକ, ସିଏ କ'ଣ କରେ? ଧରାଯାଉ ଗୋଟେ ମୂଲିଆ ଆସେ, ସେ ମୂଲିଆର କାମ କ'ଣ? ଯେ ମାଲିକର ଯାହା କହିଥିବ ଯେ ଏଇଠି ଯେଭଳିଆ ଚାଷ କରିବ, ତାର ରକ୍ଷଣାବେକ୍ଷଣ କରିବ, ସେ ସବୁ ଦାୟିତ୍ୱ ହେଉଛି ମୂଲିଆର। ସେ ତାର ମୂଲ୍ୟ, ତାର କର୍ମ ହେଉଛି ସେୟା। କିନ୍ତୁ ହକଦାର ନୁହେଁ। ହକଦାର କିଏ? ମାଲିକ ହେଉଛି ସେ ଚାଷ, ସେ ଜମି ଜାଗାର ସବୁର ମାଲିକ ହେଉଛି, ହକଦାର ହେଉଛି ମାଲିକ। କିନ୍ତୁ ଏ ମୂଲିଆ ଯେତେବେଳେ ଧରାଯାଉ ଜଣେ ମୂଲିଆ ରହିକି ଚାଷବାସ କଲା, ସେ ଚାଷର ଯତ୍ନ ନେଲା, ଗୋରୁ ପାଳନ କଲା, ଗୋରୁର ଯତ୍ନ ନେଲା। ତେଣୁ ସେ ଗୋରୁ ଯେ ଯତ୍ନ ନେଲା, ମାଲିକ ତ ଆସୁନି, ଗୋରୁ ସହିତ ସଂଶ୍ଳିଷ୍ଟ ଥାଏ କିଏ? ମୂଲିଆ ଥାଏ। ତେଣୁ ମୂଲିଆ ସହିତ ଯେଉଁ ପ୍ରେମ ଥାଏ, ତେଣୁ ମୂଲିଆ ଗୋରୁର ପିତା ମାତା ସବୁ କିଛି। ତେଣୁ ସେଇ ଆକାରରେ ଆପଣମାନେ ବୁଝନ୍ତୁ ଯେ ଆମର ପିତା, ଯଦି ସେ ମୂଲିଆ କ'ଣ କରେ? ଯଦି ସେଇ ମୂଲିଆ ଚାଷର ଯତ୍ନ ନେଇକି ଚାଷକୁ ଯଦି ନିଜ ଆଡ଼କୁ ନିଏ, ଚାଷର ହକଦାର ହେଉଛି ମାଲିକ, କିନ୍ତୁ ସେ ଚାଷକୁ ଚୋରି କଲା, ଚୋରି କରିକି ତା ଘରକୁ ନେଲା, ଏଇସବୁ ଖରାପ କାମ କଲା। ତେଣୁ କୁବୁଦ୍ଧି, ଅହଂ ଭାବ ଆସିଲେ ଏଇସବୁ କୁବୁଦ୍ଧି ଜାତ ହୁଏ। ତେଣୁ ଭଲ କରି ବୁଝନ୍ତୁ, ଭଗବାନ ଯେତେବେଳେ କହୁଛନ୍ତି ଯେ ଅହଂ ଭାବ ଯେତେବେଳେ ଜାତ ହୁଏ, ପିତୃଶକ୍ତି ଯେତେବେଳେ କମିଯାଏ। ତେଣୁ ପିତୃଶକ୍ତି କମିଗଲେ ଯେଭଳିଆ ମୁଁ କହିଥିଲି ପିତୃ ସନ୍ତାନ ଜାତ କରିବାର କ୍ଷମତା କମିଯାଏ। ତେଣୁ ସେତେବେଳେ ପିତୃଶକ୍ତି ଡାଉନ୍। ତେଣୁ ଏହି ଗୂଢ଼ ଜ୍ଞାନକୁ ଯଦି ସମସ୍ତେ ଆହରଣ କରିବେ ଯେ ଆମର ପିତାମାତା କିନ୍ତୁ ସେ ଏଇ ଯେ ମାଲିକ କଥା କହୁନି, ତେଣୁ ପିତାମାତାଙ୍କ ଠାରୁ ଜଣେ ବି ମଧ୍ୟ ପିତାମାତା ଅଛନ୍ତି। ତେଣୁ ସେହି ଜ୍ଞାନ ଯୁଗ ବଳରେ ଯେତେବେଳେ ପ୍ରହ୍ଲାଦ ଜାଣିଲେ ଯେ ମୋ ପିତା ଅହଂ ଯୁକ୍ତ ହେଇ, ଅହଙ୍କାରର ବଶ ହୋଇ ସେ ନିଜକୁ ଭୁଲି ଯାଇଛନ୍ତି, ତେଣୁ ତାଙ୍କର ପିତୃଶକ୍ତି ହ୍ରାସ ପାଇଛି। ତେଣୁ ସେ ପିତୃଶକ୍ତି ହ୍ରାସ ପାଇଥିବାରୁ ସେ ପିତାଙ୍କ ଆଡ଼କୁ ନ ଢଳି ଭଗବାନଙ୍କ ଆଡ଼କୁ ଢଳିଛନ୍ତି। ଜ୍ଞାନ ଯୁଗ ମାଧ୍ୟମରେ ଜ୍ଞାନୀ ହୋଇ ଭଗବାନଙ୍କ ଆଡ଼କୁ ଢଳିଛନ୍ତି। ତେଣୁ ତାଙ୍କର ଏଠି ଜ୍ଞାନର ପରାକାଷ୍ଠା ହିଁ ବଢ଼ିଛି। ତେଣୁ ସେ ଜ୍ଞାନର ପରାକାଷ୍ଠା ବଢ଼ିଥିବାରୁ ସେ
ପିତାଙ୍କର ଆଦେଶକୁ ଅମାନ୍ୟ କରିଛନ୍ତି। ତଥାପି ପିତା ହିଁ ସର୍ବଶ୍ରେଷ୍ଠ। ତେଣୁ ଏହି ପିତାକୁ ନେଇ ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର ଗୀତ, ଯାହା ରଚନା କରିଛନ୍ତି ରବୀନ୍ଦ୍ର କୁଲ୍ହାରୀ। ଯେ ବାପା ଛଡ଼ା ଏ ଦୁନିଆରେ କେହି ବଡ଼ ନୁହେଁ। ତେଣୁ ବାପାର ତ୍ୟାଗ, ପୁତ୍ର ପ୍ରତି ସୁପଥି ଦେଖାଇ ବାପାର ଗୁଣ କର୍ମ ପୁଅକୁ ବଢ଼ାଇବା ଏବଂ ତାକୁ ସୁପଥରେ ଗତି କରାଇବା, ଯେ କର୍ମନିଷ୍ଠା ଉପରେ ଆସନ୍ତୁ ଗୋଟିଏ କବିତା ଗୀତ ମାଧ୍ୟମରେ ଶୁଣିବା। ବାପା ବାପା ଡାକି ପଛରେ ଗୁଡ଼ାଏ କାନ୍ଧରେ ନେଇ ବସାଏ, ପାଟିକୁ ନ ଦେଇ ଅଣ୍ଟିରେ ପୁରାଇ ଖା ଖା ବୋଲି କହେ। କେଉଁ ଭାବ ବହି ବଢ଼ାଏ ମତେ ବୁହାଇ ଅଶେଷ କୃପା। ସେ ମୋର ବାପା, ସେ ମୋର ବାପା। ପଶୁଠୁ ଓଲଟା ମଣିଷ ଜୀବନ, ଜଗତ ଜାଣେ କଥା। ବାପା ଥିଲା ପୁଅ ସଭାରେ ହାରେନି, ଶୁଣିଅଛି ଏଇ ନଥା। ବିପଦ ଆସିଲେ ମୁଣ୍ଡରେ ମୁଣ୍ଡାଏ, କହେ ରହିଯା ପୁଅ। ବାପା ତୋର ଅଛି ସବୁ ମୁଣ୍ଡାଇବ, ତୁ ରହ ଟିକେ ଥୟ। ସତ୍ୟ ସ୍ୱାଭିମାନ ସାହସକୁ ଧରି ଆଗକୁ ଆଗକୁ ବଢ଼। ସଂସାରର ନଈ ଭାରି ଅଙ୍କା ବଙ୍କା, ନିଜକୁ ନିଜେ ତୁ ଗଢ଼। ବାଟ ଭୁଲି ଗଲେ ପଛରୁ କହିବ, ବାଟ ବଡ଼ ସରପା। ସେ ମୋର ବାପା, ସେ ମୋର ବାପା। ଦୁନିଆ ଚିନ୍ତାର ମଉଡ଼ ମଣିଷେ, ସଂସାର ସାଗର ଯୁଦ୍ଧା। ପଥର ହୋଇ କାଟି ଚାଲୁଥାଏ, ଆସୁ ପରା ଯେତେ ବାଧା। ସ୍ନେହ ମମତାର ଗୁପ୍ତ ଗନ୍ତାଘର, ପାଖେ ପାଖେ ଥାଏ ରହି। ସମୟର ସହ ଖେଳ ଖେଳଇ, ଯାହାର ଅଛି ବିହି। ନୀତି ଭାବଇ ସପନ ଦେଖଇ, ନୂଆ ନୂଆ ଭବିଷ୍ୟତ। ଭଙ୍ଗା ଗଢ଼ା ମଧ୍ୟେ ଯାହା ଗଢ଼ି ଉଠେ, ତାହା ତ ସତ୍ୟ। ମନ ନ ପୂରିଲେ ନ ହୁଏ ସେ କେବେ ଖପା। ସେ ମୋର ବାପା, ସେ ମୋର ବାପା।
ଯିଏ ଦେଖାଏ ଚାଲିବାକୁ ନୂଆ ନୂଆ ରାସ୍ତା, ଯିଏ ଶିଖାଏ ଭବିଷ୍ୟତକୁ ନୂଆ ନୂଆ କଥା, ଯାର ପଦ ଧୂଳି ମଥାର ଚନ୍ଦନ କାଟେ ଯେତେ ବିପଦ, ତାର ଆଶୀର୍ବାଦ ମୁଣ୍ଡରେ ଥିଲେ ପାଖେ ନ ଆସେ ଆପଦ। ସରଗ ଚଢ଼ିବାକୁ ଯିଏ ଦିଏ ସପନର ନିଶୁଣି, ବାପା କଥା ଅକ୍ଷରେ ଅକ୍ଷରେ ପାଳିଲେ ପରା ତ ଜାଣି, ପାଖେ ରହି ଦେଉଥାଏ ଯିଏ ଜୋରକୁ ଦବା, ସେ ମୋର ବାପା, ସିଏ ମୋ ବାପା। ଯାର ହୃଦୟ ଅସୀମ ସାଗର ଆକାଶଠୁ ବଡ଼, ଯାହାର ମନ ଧରିତ୍ରୀଠୁ ସୁନୀଳ ଗଗନ, ବାପା ଅନ୍ତେ ଜାଣେ ପୁଅ ବାପାର ମହତ୍ୱ, ମୁଣ୍ଡେ ପଡ଼ଇ ପାହାଡ଼, ବାପା ହେଲେ ଅନ୍ତ। ଦୁନିଆ ଚିନ୍ତା ଆସିଣ ମୁଣ୍ଡେ କରେ ବସା, କାଟନ୍ତା ତ ଥିଲେ ସିନା ବାପାର ଭରସା, ଦୋଷ ମୁଣ୍ଡାଇ କରନ୍ତା ସନ୍ତାନର କୃପା, ସେ ମୋର ବାପା, ସେ ମୋର ବାପା। ବାପା ବାପା ଡାକି ପଛରେ ଗୋଡ଼ାଏ, କାନ୍ଧରେ ନେଇ ବସାଏ, ପାଟିକୁ ନ ଦେଇ ଅଣ୍ଟିରେ ପୁରାଇ ଖା ଖା ବୋଲି କହେ, କେଉଁ ଭାବ ବହି ବଢ଼ାଏ ମତେ ବୁହାଇ ଅଶେଷ କୃପା, ସେ ମୋର ବାପା, ସେ ମୋର ବାପା। ଜୟ ଜଗନ୍ନାଥ।